ଅସ୍ତରଙ୍ଗ ପୀର ଜାହାନିଆ ସମୁଦ୍ରରେ ପର୍ଯ୍ୟଟକମାନେ ଗାଧେଇବା ସମୟରେ କୁମ୍ଭୀର ଦେଖିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆଜିଠୁ ବନ ବିଭାଗ, ସ୍ଥାନୀୟ ସିକ୍ୟୁରିଟି ଓ ଲାଇଫଗାର୍ଡମାନଙ୍କ ତରଫରୁ ସଚେତନତା ଜାରି କରାଯାଇଛି। ଦେବୀ ନଦୀ ମୁହାଣଠାରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ ପେଟ୍ରୋଲିଂ କରାଯାଇ ସଚେତନତା କରାଯାଉଛି। ଓଡ଼ିଶା ମାନଚିତ୍ରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀର ଜାହାନିଆ ବେଳାଭୂମିର ସ୍ୱତନ୍ତ୍ର ମାନ୍ୟତା ରହିଛି। ବର୍ଷ ତମାମ ଏଠି ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସନ୍ତି। ଏଠି ବଣଭୋଜି କରିବା ସହିତ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଆରାଧ୍ୟ ପୀର ବାବାଙ୍କ ନିକଟରେ ପୂଜାର୍ଚ୍ଚନା କରନ୍ତି। ଏଠି ବଙ୍ଗୋପସାଗର ସମୁଦ୍ରରେ ଗାଧେଇବା ସହ ସେଲ୍ଫି ନେବାର ମଜା ସ୍ୱତନ୍ତ୍ର ନିଆରା। ଆସୁଥିବା ପର୍ଯ୍ୟଟକମାନେ ଆଜି ଅନେକ ମାତ୍ରାରେ ସମୁଦ୍ର କୂଳକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ପ୍ରଶାସନ ତରଫରୁ ସେମାନଙ୍କୁ ସଚେତନତା କରାଯିବା ସହ ବାରଣ କରାଯାଇଥିଲା। ବନ ବିଭାଗ ନିୟୋଜିତ ସିକ୍ୟୁରିଟି ଲାଇଫଗାର୍ଡଙ୍କ ତରଫରୁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଉପରେ କଡ଼ା ନଜର ରଖାଯାଇଛି। କୁମ୍ଭୀର ଉଦ୍ଧାର କରିବାକୁ ବନ ବିଭାଗ ତରଫରୁ ଗଙ୍ଗା, ଦେବୀ ଓ କେଳୁଣୀ ମୁହାଣ ପର୍ଯ୍ୟନ୍ତ ପେଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ତଟ ସୁରକ୍ଷାରେ କର୍ମଚାରୀମାନେ ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ବିଭିନ୍ନ ସ୍ଥାନରେ କୁମ୍ଭୀରକୁ ଦେଖିବାକୁ ଚେଷ୍ଟା ଜାରି ରଖିଛନ୍ତି। ଅନ୍ୟପଟେ ଏହି ସମୟରେ ଅଲିଭରେ କଇଁଛ ଅଣ୍ଡା ଦେବାକୁ କୂଳକୁ ଆସନ୍ତି। ସେମାନଙ୍କୁ ସୁରକ୍ଷା ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଅଧିକାରୀମାନେ ଆସୁଥିବା ପର୍ଯ୍ୟଟକମାନଙ୍କୁ ସଚେତନତା କରାଉଛନ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଟିଭି। ପ୍ରାଣୀ ବନାଞ୍ଚଳ ତରଫରୁ ଆପଣମାନଙ୍କୁ ଜଣାଇ ଦିଆଯାଉଅଛି କି ଗତକାଲି ଏକ ଭାଇରାଲ ଭିଡିଓରେ ପୀର ଜାହାନିଆ ସମୁଦ୍ର କୂଳରେ ଗୋଟିଏ କୁମ୍ଭୀର ବୁଲୁଥିବାର ସୂଚନା ରହିଥିଲା। ସେଥିପାଇଁ ଆପଣମାନେ ସମୁଦ୍ରରେ ଗାଧୋଇବା ପାଇଁ ବାରଣ କରାଯାଉଛି, ଯେଉଁଥିରେ ଆପଣମାନଙ୍କ ଜୀବନ ତଥା ପରିବାରର ଅମୂଲ୍ୟ ଜୀବନକୁ ଆପଣ ବଞ୍ଚେଇ ରଖିପାରିବେ। ଅସ୍ତରଙ୍ଗ ବନାଞ୍ଚଳ ତରଫରୁ ଆପଣମାନଙ୍କୁ ଆଉ ଥରେ ସୂଚନା ଦିଆଯାଉଛି, ଅସ୍ତରଙ୍ଗ ପୀର ଜାହାନିଆ ବେଳାଭୂମିରେ ଏକ ଥଣ୍ଟିଆ କୁମ୍ଭୀର ଦେଖିବାକୁ ମିଳିଛି। ତେଣୁ ଯାତ୍ରୀମାନଙ୍କୁ ଅବଗତ କରାଇ ଦିଆଯାଉଛି କି ଆପଣମାନେ ସଜାଗ ରୁହନ୍ତୁ, ସମୁଦ୍ର ଭିତରକୁ ପ୍ରବେଶ କରନ୍ତୁ ନାହିଁ। ଧନ୍ୟବାଦ।